ଆମର ଆଜି ଆମ୍ବ ସଡା କରିପାରିବା ନା ଲୋକ ନୂଆ କରିଦେ ଦେଖେ ଛୁଆକୁ ଟେଷ୍ଟ ନାଗିବ ନା ଆସିକି କହି କରିସାରିଲନି ବାବାରେ ବାବା ସବୁ ରେଡି ହେଇଗଲାଣି ରେ। ମୁଁ ପୁରା ମାର୍କେଟ ରୁ ଆସିଲା ବେଳକୁ ଗେଲି ଆଉ ବୋଉ ମିଶିକି ପୁରା ଆମ୍ବ ସଡା ରେଡି କରିଦେଇଛନ୍ତି। ସେଲା ମାଷ୍ଟର ମାନେ ତା ପିଅନ ମାଷ୍ଟର ସେଇଠୁ ଅନେଇଛନ୍ତି। ବୋଉ ସାଧା ତରକାରୀ ପୁରା ବଢିଆ ରୋଷେଇ କରନ୍ତି। ଆଉ କରିପାରୁନି ନା ନା ବୋଉଙ୍କ ହାତ ରନ୍ଧା ଟେଷ୍ଟ ପୁରା ବଢିଆ। ପୁରା ଚଟପଟି ଲାଗୁଛି ନା ପୁରା ମାନେ ସେ ଯୋଉ ମସଲା ଫସଲା ହାଲକା ଫୁଲକା ପଡିକି ପୁରା ଚଟପଟି ହେଇଯାଇଛି। ପ୍ରପର ଖଟା ତିଆରି ମିସ୍ତ୍ରୀ ଟା ଆଉ ଗେଲି ମୋର ପୁରା ସବୁ ଆଇଡିଆ ତାକୁ ଜଣା। ଏବେ ଏଟା ତମର କି ପ୍ରୋସେସ ଚାଲିଛି? ଏଟା ସେବେ ତାକୁ ପୁରା ପିଠା କରାହବ ତାପରେ ସେ ଶୁଖିବ ଶୁଖିବା ପରେ ଗୁଣ୍ଡ ଖାଇବେ। ଶୁଖିବା ପରେ ଗେଲିକୁ ମାନେ ଆମ୍ବ ସଡାରେ ମିଠା ପସନ୍ଦ ନୁହେଁ ବୋଲି ମାନେ କୌଣସି ଖଟାରେ ବି ମିଠା ପସନ୍ଦ ନୁହେଁ ଗେଲିକୁ। ସେଥିପାଇଁ ସିଏ ମାନେ ପୁରା ଆଇଡିଆ ଲଗେଇକି ପୁରା ଚଟପଟି ବାଲା ବନେଇଛି ଆମ୍ବ ସଡା। ଆମର ରେଡି ହେଇଗଲା ଏବେ ଖାଲି ଶୁଖିବ ଖରାରେ ଫାଇନାଲି ଖରାରେ ଶୁଖିକି ଆମର ଫଡା ଫଡା ବାହାରିଲାରେ ଛୋଟ ଛୋଟ ରୋଲ କରିବୁ କି? ଜଣେ ଗୋଟେ ପିସ୍ ଖାଇବ ନା ସେମିତି ରୋଲ ବଡ ରୋଲ କରିଦଉନୁ ମୁଁ ଖାଇଦେବି ଏକାଥରେ ବଡଟା। ରୋଲ କରିଦେ। ଛୁଆ ତ ରୁଟି ଖାଇଲା ଆରମ୍ଭ କରୁଛନ୍ତି ନା ଟକେଇନି ମସ୍ତ ନାଗୁଛି ଚଟପଟି। ମୋ ଫେଭରେଟ ପୁରା ପଲ୍ସ ଚକୋଲେଟ ଭଳିଆ ଲାଗୁଛି। ନା ଆଗରୁ ଯୋଉ ଖଟା ମିଠା ଚକୋଲେଟ ଟା ଆସୁଥିଲା ଆଇଦର ହଜମିଲା ଭଳିଆ ଟିକେ ଆସୁଛି। ହଜମିଲା ଆଉ ପଲ୍ସ ର ମଝି ମଝିକା ଟେଷ୍ଟ ଆସୁଛି। ତାହେଲେ ଗୋଟେ ଖୋଲିବା କମ୍ପାନୀ ଖୋଲିବା ଗୋଟେ। ହଁ ଆମ୍ବ ସଡା ଦୋକାନ ଖୋଲିବି ସମସ୍ତେ ଆସିବ ଖାଇବ ଯିଏ ଆସିବ ଖାଇବ। କଣ କରୁଥିଲ କର ଆଥରେ? କଣ ଆପଣଙ୍କ ଆମ୍ବ ଗଛରେ ଆମ୍ବ ଫଲ ହଉଛି? ବିଲକୁଲ ବି ଟେନସନ ନିଅନ୍ତୁନି, ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଏକ ନୂଆ ଉପାୟ ଯୋଉଥିରେ ଆପଣ ମାନେ ଅଟକେଇ ପାରିବେ ଆମ୍ବ ଫଲକୁ। ନା ମୁଁ ଜଷ୍ଟ ଟିକେ କମେଡି କରିଦେଲି। ଆମ୍ବ ଫଲକୁ ଅଟକେଇବାର କିଛି ଉପାୟ ନାହିଁ। କିନ୍ତୁ ଆପଣ କଣ କରିପାରିବେ ନା କଞ୍ଚା ଆମ୍ବରୁ କରିପାରିବେ ଆମ୍ବ ସଡା। ତମେ କହୁଥିଲୁ କରିପାରୁନି ଆଉ ବେଳ ହଉନି ଆଜି କରୁଛି ଆଳୁ ଚିପ୍ସ ଖାଇବା ଲାଗି ପାଗଳ। ଆଳୁ ଚିପ୍ସ ଖାଇବା ସିଝେଇ ସାରିକି ଢାଳିନି ଯେ ଖାଇବାକୁ ଗୋଟେ ମୁଣ୍ଡଟା ବୁଲେଇ ଦଉଛି କିଲୋ ଆଗକୁ ଆସନ ପଛ ଆଡେ ତକିଆ ଅଛି। ହଁ ୱିକନେସ୍ ଅଛି ନା ଦେହରେ ମୁଣ୍ଡ ଫୁଣ୍ଡ ବୁଲେଇ ଦଉଛି। ଆଜି ଘରେ ପୁରା ବୋଉ ଆଳୁ ଚିପ୍ସ ବନେଇଛନ୍ତି। ଗେଲିକୁ ଆଳୁ ଚିପ୍ସ ବହୁତ ପସନ୍ଦ କିନ୍ତୁ ସବୁ ବାହାରେ ଭେଜାଲ ସବୁ ରହୁଛି ବୋଲି ଗେଲି ଖାଉନି, ବାହାର ଆଳୁ ଚିପ୍ସ ଖାଏନି। ତେଣୁ ଘରେ ଆଜି ବନେଇଛନ୍ତି ବୋଉ ଆଳୁ ଚିପ୍ସ ପୁରା ଟେଷ୍ଟି ଟେଷ୍ଟି ଦେଖା ହଉଛି। କୋଉଥିରେ ହେଇଛି କନି? ଖଟା ଖଟା ମିଠା ମିଠା